କହିଲେ ମୁଁ କୋଉଠି ମ୍ୟାରେଜ କରିଛି ମ୍ୟାରେଜ କରିବା ପୂର୍ବରୁ ତୋ ବାପା ଭାଇ ମା ଭଉଣୀ କଥା ମନେ ପଡ଼ିଲାନି ଆଉ କିଛି ନ ଜାଣି ଏତେ ବଡ଼ ନିଷ୍ପତ୍ତି ନା ମୋର ଭୁଲ ଠିକ ସଂଜ୍ଞା ତୁ ବୁଝିଥାନ୍ତୁ ତାହେଲେ ଏତେ ବଡ଼ ଭୁଲ କରିପାରିଥାନ୍ତୁ ଭୁଲ ପଛରେ ଗୋଟେ ମହତ୍ଵ ଉଦ୍ଦେଶ୍ୟ ଥାଏ ଆରେ କି ମହତ୍ଵ ଉଦ୍ଦେଶ୍ୟ ଅଛି ରିସାବ ଗୋଟେ କୋଟିପତି ରିସାବ ମୋତେ କହିଛନ୍ତି ରିସାବ ମୋ ନାଁରେ ଗୋଟେ ମିଲ୍ ପ୍ରଡକ୍ସନ ଦୋକାନ କରିବେ କମ୍ପାନୀ ଆମେ ଦୁଇ ଜଣ ବୁଝିବୁ କିନ୍ତୁ ତୋ ବଡ଼ ଭାଇ ମୋର ଏପର୍ଯ୍ୟନ୍ତ ବାହା ହେଇନି ଆରେ ବଡ଼ ପୁଅ ଥାଉ ଥାଉ ସାନ ପୁଅ ବାହାରି ଆସିବାଟା କେତେ କଷ୍ଟ ଦଉଛି ସେ କଥା ଥରେ ଚିନ୍ତା କରିଛୁ ଆଉ ରାତି ପାଇଲେ ଗାଁ ଲୋକମାନଙ୍କୁ ଗୋଟାଏ ଦମନ କରିବେ ମୁଣ୍ଡରେ କିଏ ବାଟ ଚାଲିପାରେ ବୋଲି ରିସାବ ଭାଇ ମୁଁ କିଛି ଭୁଲ କଲି ବହୁ ଏ ଶୁଣ କଣ ବାହା ହବା ପର୍ଯ୍ୟନ୍ତ ତୁ ଏ ଘରେ ରହିପାରିବୁନି ଭବିଷ୍ୟତ ପାଇଁ ମ୍ୟୁନିସିପାଲ ଯାଇସାରିଛି ତୋତେ ତ ନିଷ୍ପତ୍ତି ପରିବର୍ତ୍ତନ କରିବାକୁ ହବ ଭବିଷ୍ୟତ ଅନ୍ଧାର ହେଇଯିବ ଏ ବୋଉ ତୁ ଟିକେ ମୋତେ ବୁଝିବାକୁ ଚେଷ୍ଟା କର ବାପାଙ୍କ କଥା ମାରିଲା ଭଳି ପରିସ୍ଥିତି ମୋ ପାଖରେ ନାହିଁ ହିସାବଟି ଫେରିଗଲେ ତା ବାପା ଭାଇ ମୋତେ କ'ଣ କହିବେ ତାଙ୍କ ମାନ ସମ୍ମାନ ସବୁ ଚାଲିଯିବ ସାନ ଭାଇ ରାଗିଲେ ଗଲେ କ'ଣ ମହାଭାରତ ଅସୁବିଧା ହେଇଯିବ ଆମେ କୌଣସି ପରିସ୍ଥିତିରେ ଘରକୁ ମାରି ନେଇ ପାରିବିନି ଭାଇଆ ମଞ୍ଜୁ ସୀତା ଆରେ ଯେତେ ଶୀଘ୍ର ପର୍ଯ୍ୟାୟରେ କୁଳାଙ୍ଗରକୁ ଏ ହଲ୍ ବିଦା କରିଦିଅ ଏଇଟା ମୋ ମୁହଁ ଚାହିଁବିନି ଆଜିଠାରୁ ଏ ଘର କବାଟ ପାଇଁ ବନ୍ଦ ରହିବ ଠିକ ଅଛି ତମେ ଯଦି ତମ ଶେଷ ନିଶ୍ୱାସ ଶୁଣି ରଖିଲ ତାହେଲେ ମୋ ଶେଷ ନିଶ୍ୱାସ ଶୁଣି ରଖ ହିସାବ ଯଦି ଘରେ ବୋଉ ବାବାରେ ନ କର ତାହେଲେ ମୁଁ ଆତ୍ମହତ୍ୟା କରିବି କ'ଣ କହିଲୁ ତୁ ଆତ୍ମହତ୍ୟା କରିବୁ ମୁଁ ଆତ୍ମହତ୍ୟା କରିବି ଅଧିକାର ଅଛି ଏଇ ସୁର ଦାସର ଯାହାଙ୍କର ଯାହାଙ୍କର ଦାନା ଖାଇ ତୁ ଆଜି ବଡ଼ ମଣିଷ ହେଇଛୁ ତାଙ୍କ ଋଣ ପଚାର ଶୁଝି ପାରି ତୁ ଆତ୍ମହତ୍ୟା ଧର୍ମ ପିଲାମାନଙ୍କର ପ୍ରତିଟି ଭୁଲକୁ କ୍ଷମା କରିବା ଯେତେବେଳେ ଟଙ୍କା ଦରକାର ହବ ବାପା ମୋତେ ଟଙ୍କା ଦିଅ ଯେତେବେଳେ ଡ୍ରେସ୍ ଦରକାର ହବ ଭାଇ ମୋତେ ଡ୍ରେସ୍ ଦିଅ ଅସୁବିଧାର ପରିବାର ବହୁତ ପୁଅ 10 ଥର ପୁଅ ତମେ ବାହା ହେଇ ଚାଲି ଆସିବି ଥରଟେ ଫୋନ୍ କରିପାରିବି ଫୋନ୍ କରିବା କ'ଣ ତୋର କର୍ତ୍ତବ୍ୟ ନୁହେଁ ପିଲାମାନେ ନିଜ ଭବିଷ୍ୟତ ପାଇଁ ନିଜ ନିଷ୍ପତ୍ତି ନେଇଥାନ୍ତି ଭବିଷ୍ୟତ ଚେଞ୍ଜ କରିବା ପାଇଁ ସୁଯୋଗ ଥରେ ଆସେ ଆଉ ଯଦି ହାତ ଛଡ଼ା ହେଇଯାଏ ତାହେଲେ ସାରା ଜୀବନ ପସ୍ତାଇବାକୁ ପଡ଼େ ଓ ଭବିଷ୍ୟତ ପାଇଁ ମଧ୍ୟ ଅହଙ୍କାର କରିବେ ତାହେଲେ କାହାକୁ କିଛି କାମ ଦରକାର ନାହିଁ ସେଇଟା କହିଲେ ଭଲ ବିଦା କରିଦେ ଆରେ ସେଇଟା ଆଜି ଠାରୁ ଆମ ପାଇଁ ମରିଯାଇଛି
ମରିଯାଇଛି ତାହେଲେ ଘରେ ମୁଁ ରହିବି କାହିଁକି? ଓହୋ ଆଜି ବଡ଼ ହୋଇଯାଇଛି ବାପା ଭାଇ ଗାଳି ଚକା ବାନ୍ଧିଲା ସେଇଥିପାଇଁ କହୁଛୁ ନଚାର ଚାଲିଛୁ ଆରେ ଦାଦା ବୋଉ ନେଇ ଭାଇ ଏ ମୋହନ ଆରେ ତୁ କଣ କହିଲୁ ବିନୁ ତା ସ୍ତ୍ରୀ କି ନେଇ ଘରକୁ ଯିବ ନା ଏ କଥା କେବେ ହେଇପାରିବନି ବାପା ମୁଁ ମାନୁଛି ବାପା ମୁଁ ଗୋଟେ ବହୁର ଅଧିକାର ଦେଇ ମାଗୁନି କି ଆପଣଙ୍କ ପୁଅର ସ୍ତ୍ରୀର ଅଧିକାର ଦେଇ ମୁଁ ମାଗୁନି ଗୋଟେ ଅସହାୟ ଝିଅଟେ ଭାବି ମୁଁ ମାଗୁଛି ବାପା ଗୋଟେ ଝିଅ ହାତରେ ଶଙ୍ଖ ମଥାରେ ସିନ୍ଦୁର ପିନ୍ଧି ସାରିଲା ପରେ ତା ବାପଘର ତା ପାଇଁ ଅଢ଼େଇ ଦିନର ସମ୍ପର୍କ ଆଉ ଶାଶୁଘର ପାଇଁ ସେ ସବୁଦିନ ପାଇଁ ଅଧିକାର ସାବ୍ୟସ୍ତ କରେ ହେଲେ ବାପା ମୁଁ ଯଦି ଆପଣଙ୍କ ଝିଅ ହେଇଥାନ୍ତି ଯଦି ଝିଅ ହୋଇ ଆଉ କାହା ଦାନା ତଳେ ଠିଆ ହେଇଥାନ୍ତି ତାହେଲେ ଆପଣ କ'ଣ ଏକଥା ସହିପାରିଥାନ୍ତେ କୁହନ୍ତୁ ବାପା ଆପଣ ଏକଥା ସହିପାରିଥାନ୍ତେ କିନ୍ତୁ ମୁଁ ବାପା ଦଣ୍ଡିବା ଶକ୍ତି ଯାର ଥାଇ ସେ ପୁଣି କ୍ଷମା ବାପା ଦଣ୍ଡ ଯିଏ ସେ କ୍ଷମା କରେ ତମେ ମୋ ବିନୁକୁ କ୍ଷମା କରିଦିଅ ବାପା ତମେ ମୋ ବିନୁକୁ କ୍ଷମା ନା କର ନା ମୁଁ ତାକୁ କେବେ କ୍ଷମା କରିପାରିବିନି ସେ ଯଦି ଏ ଘର ଛାଡ଼ି ଚାଲିଯାଏ କହିଲେ ସୁର ଦାସ ପୁଅ ବୋଉକୁ ଘରୁ ବାହାର କରିଦେଲା ଆମ ଘରର ମନ୍ଦିର ସେମାନେ ଚାଲିଯିବ ବାପା ମୁଁ ତମକୁ ମୁଣ୍ଡିଆ ମାରୁଛି ତମେ ତାକୁ ରହିବାକୁ ଦିଅ ଆରେ ତୋ ପ୍ରତି ବଡ଼ ଅନ୍ୟାୟ ହେଇଯିବରେ ତାକୁ ସହିବି କେମିତି ତଥାପି ମୋ ନିଷ୍ପତ୍ତି କେବେ ବଦଳିବନି ମୁଣ୍ଡିଆ ମାରୁଛି ତମେ ମୋ ବିନୁକୁ ଏ ଘରେ ରହିବାକୁ ଅନୁମତି ଦିଅ এই বড় পুଅ ଯାହା କହୁଛି ତା କଥା ମାନି ତମେ ବିଲୁକୁ ଏ ଘରେ ରହିବାକୁ ଦିଅ ମୋ କଥା ମାନ ତମେ ତମକୁ ତମେ ମୋ ପ୍ରତି ଜଣେ ଯଦି କହୁଛ ବିନୁ ଏକ ରହିବ ତାହେଲେ ମୋର କୌଣସି ଆପତ୍ତି ନାହିଁ କିନ୍ତୁ ମୋର ଗୋଟିଏ ସର୍ତ୍ତ ବିନୁ ଯଦି ମୋ ସର୍ତ୍ତରେ ରାଜି ହବ ତାହେଲେ ସେ ଏ ଘରେ ରହିବ ଆଉ ବିନୁ ଯଦି ମୋ ସର୍ତ୍ତରେ ରାଜି ନ ହବ ତାହେଲେ ମୁଁ ଏ ଘରୁ ବିଦା ହେବି ମୁଁ ତମ ସବୁ ସର୍ତ୍ତରେ ରାଜି କଣ ହେଲା କୁହ ତମେ କଣ କରିବାକୁ ଚାହୁଁଛ ରହିବାକୁ ଦିଅ ବାପା ଏ ଶୁଣ ଶୁଣ ନା ନ ହବ ପର୍ଯ୍ୟନ୍ତ ତମେ ଏ ଘରେ ରହିପାରିବନି ସେ ସ୍ୱାମୀ ସ୍ତ୍ରୀ ରହିପାରିବନି ମୋଟା ବାହାହେଇଗଲା ବାହାହେଇ ସାରିଲା ପରେ ମୋ ଘରେ ଦୁଇଟି ଦେଖି ବନ୍ଧା ହବ ଆଉ ତମେ ଦି ଜଣଙ୍କର ବାହାଘର ହବ ବାପା ଏ ବିଚାର ଠିକ ନୁହେଁ ବାପା ବିଚାର ହଁ ଏ ବିଚାର ଠିକ ଏ କଥା ଠିକ ନୁହେଁ ଶୁଣିବ ତ ମୁଁ ଆତ୍ମହତ୍ୟା କରିବି ଅବିନୁ ତୁ ଏ କଥାରେ ରାଜି ଓ ସାର୍ ତୁ ରାଜି ଏ ନା ମୁଁ ତମ ସର୍ତ୍ତରେ ରାଜି Thank you.